Dear students and viewers, welcome to new English classes by Akin sir. Dear students, ଆଜି ଆମେ ଓଡ଼ିଆ ମିଡ଼ିୟମ୍ ହାଇସ୍କୁଲର ଓଡ଼ିଆ ହାଇସ୍କୁଲ ବୋର୍ଡ଼ର ନବମ କ୍ଲାସରେ ଗୋଟିଏ ଇଂଲିଶ ପୋଏମ୍ ଆଲେକଜାଣ୍ଡର ସେଲକ୍ରିକ୍ ପଢ଼ିବାକୁ ଯାଉଛେ। ଆଲେକଜାଣ୍ଡର ସେଲକ୍ରିକ୍ ଓଡ଼ିଆ ମିଡ଼ିୟମ୍ ହାଇସ୍କୁଲ ନବମ ଶ୍ରେଣୀର ଇଂଲିଶ ପୋଏମ୍ ଆଲେକଜାଣ୍ଡର ସେଲକ୍ରିକ୍। ମେ ବି ଯେ କବି ହୁଅନ୍ତୁ ବା ଜଣେ ବ୍ୟକ୍ତି ହେଇପାରେ। ଆଲେକଜାଣ୍ଡର ସେଲକ୍ରିକ୍। ଆମେ ପୋଏମ୍ ତ ନାଁ ଜାଣିଗଲେ, ପୋଏମ୍ଟି ହେଲା ଆଲେକଜାଣ୍ଡର ସେଲକ୍ରିକ୍। ଆମେ ଦେଖିବା ଏଇ କବିତାଟିର ଲେଖକ କିଏ। ଆଲେକଜାଣ୍ଡର ସେଲକ୍ରିକ୍ ପୋଏମ୍ଟିର କବି ହେଉଛନ୍ତି ୱିଲିୟମ୍ କାଉପର, ଯିଏକି 1731 AD ଏବଂ ଜନ୍ମଗ୍ରହଣ କରିଥିଲା ଆଉ 1800 ADରେ ମୃତ୍ୟୁବରଣ କରିଥିଲେ ବୋଲି ବିଶ୍ୱାସ କରାଯାଇଛି ବା ଲେଖା ମେନସନ୍ କରାଯାଇଛି। କବି ହେଲେ କିଏ? ୱିଲିୟମ୍ କାଉପର। 1731 ବା 1731 ADରେ ଜନ୍ମ ଏବଂ 1800ରେ ସେ ମୃତ୍ୟୁବରଣ କରିଥିଲେ। ସେ ଜନ୍ମ ହୋଇଥିଲେ ଗ୍ରେଟ୍ ବାର୍କହାମ୍ପଟନ୍ ଷ୍ଟେଟ୍ in Hertfordshire, where his father was a rector. ଆମେ ବର୍ତ୍ତମାନ କବିତାଟିକୁ ଲାଇନ୍ ବାଇ ଲାଇନ୍ ପଢ଼ିବା ଯିବା ଚେଷ୍ଟା କରିବା। ଇଚ୍ ଲାଇନ୍କୁ ମୁଁ ଅତି ସହଜ ସରଳ ଭାଷାରେ ବୁଝିବା ପାଇଁ ଚେଷ୍ଟା କର। ମୋର ବିଶ୍ୱାସ ପୋଏମ୍ଟି ପଢ଼ିଲେ କେହି ବି ଅବୁଝା ରହିବ ନାହିଁ। ଯଦି ପୋଏମ୍ଠୁ ମୂଳରୁ ଶେଷ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖିବାକୁ ଜଣେ ଚେଷ୍ଟା କରିବ, ତାହେଲେ ଭିଡ଼ିଓଟିକୁ ଅତି ସହଜରେ ବୁଝିପାରିବ ବା ପୋଏମ୍ଟିକୁ ବୁଝିପାରିବ, କିଛି ବି ଅସୁବିଧା ହେବ ନାହିଁ। ମୁଁ ପ୍ରତ୍ୟେକ ଲାଇନ୍କୁ ଅତି ସରଳ ସହଜ ଓଡ଼ିଆରେ ବୁଝିବା ପାଇଁ ଚେଷ୍ଟା କରିଛି। ମୋର ବିଶ୍ୱାସ ମୋ ବୁଝିବାଟା ନିଶ୍ଚୟ ସମସ୍ତଙ୍କ ପାଇଁ ନିଶ୍ଚୟ ଗ୍ରହଣୀୟ ହୋଇପାରିବ, ସହଜରେ ଧରିପାରିବେ, ସମସ୍ତେ ବୁଝିପାରିବେ। ମୁଁ ଅତି ସହଜ ସରଳ ଭାଷାରେ ପ୍ରତ୍ୟେକ ଲାଇନ୍କୁ ଏକ୍ସପ୍ଲେନ୍ କରିଛି। ମୋର ବିଶ୍ୱାସ କାହା ପାଇଁ ଅବୁଝା ମଧ୍ୟ ରହିବ ନାହିଁ, ସମସ୍ତେ ଅତି ସହଜରେ ପୋଏମ୍ଟିକୁ ବୁଝିପାରିବ। ଚାଲ ଆମେ ବର୍ତ୍ତମାନ ଟେକ୍ସଟକୁ କଭର କରିବା, ଆସ୍ତେ ଆସ୍ତେ ପୋଏମ୍ଟି ପଢ଼ିବା। ପ୍ରତ୍ୟେକ ଲାଇନ୍କୁ ଅତି ସହଜ ସରଳ ଓଡ଼ିଆ ଭାଷାରେ ମୁଁ ବୁଝିବାକୁ ଚେଷ୍ଟା କରିବି। ମୋର ବିଶ୍ୱାସ ସମସ୍ତେ ତାକୁ ସହଜରେ ବୁଝିପାରିବେ। ଯିଏ ଭିଡ଼ିଓଟି ମୂଳରୁ ଶେଷ ଦେଖିବ ନିଶ୍ଚିତ ଭାବରେ ପୋଏମ୍ଟିକୁ ଅତି ସହଜରେ ବୁଝିପାରିବ, କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଓକେ, ବର୍ତ୍ତମାନ ପୋଏମ୍ଟି ଷ୍ଟାର୍ଟ କରିବା। I am monarch of all I serve. I am monarch. Monarch means the king, ରାଜା। ଦେଖ ଆମଟାକୁ ଏଠି କ୍ୟାପିଟାଲ କରିକି ଲେଖାଯାଇଛି। ସାତ ସେ ଦୃଢ଼ ନିଷ୍ପତ୍ତି କଲି ବୋଲି କହୁଛନ୍ତି ବା ନିଜକୁ ପୁରା ଦୃଢ଼ ମନା ଭାବରେ କହୁଛନ୍ତି ଯେ ଆଇ ଏମ୍ ମୋନାର୍କ, ମୁଁ ହେଉଛି ରାଜା ଅଫ୍ ଅଲ୍ ଆଇ ସର୍ଭେ। ଏଇ ଯେଉଁ ଏରିଆରେ ମୁଁ ରହୁଛି, ଏଇ ସବୁ ଏରିଆର ଯେତେ ମୁଁ ସର୍ଭେ କରିଛି, ଯେତେ ଏରିଆ ମୁଁ କଭର କରିଛି ବା ରହୁଛି, ଏ ଯେତେ ସବୁ ଏରିଆ ମୋ ଭିତରେ ରହିଛି ବର୍ତ୍ତମାନ ସୁଦ୍ଧା, ଏଇ ସବୁ ଏରିଆର ବା ଏଇ ସବୁ ଜାଗାର ବା ଏଇ ସ୍ଥାନର ସେ ଯେଉଁ ଜାଗାରେ ରହୁଛନ୍ତି ବୋଲି ଅଲ୍ ସର୍ଭେ, ଯେଉଁ ଜାଗାରେ ସେ କହିଛନ୍ତି, ଯେତେ ସବୁ ଦେଖୁଛି ବା ଯେଉଁ ଜାଗା ସହିତ ମୁଁ କନେକ୍ଟ ରହିଛି ଏ ଜାଗା ସହିତ, ତାର ହେଉଛି ମୁଁ ମାଲିକ, ମୁଁ ହେଉଛି ରାଜା। ଆଇ ଆମ୍ ମୋନାର୍କ ଅଫ୍ ଅଲ୍ ଆଇ ସର୍ଭେ। ମୁଁ ଯାହା ଦେଖୁଛି ମୋ ଏରିଆରେ, ମୁଁ ଏଇ ଜାଗାରେ ରହିଛି, ଏଇ ଜାଗାର ମୁଁ ହେଉଛି ରାଜା, ମୁଁ ହେଉଛି ମାଲିକ। ମାଇ ରାଇଟ୍ ଦେୟାର ଇଜ୍ ନନ୍ ଟୁ ଡିସ୍ପ୍ୟୁଟ୍। ମାଇ ରାଇଟ୍ ମିନ୍ସ ଅଧିକାର। ମାଇ ରାଇଟ୍ ଦେୟାର ଇଜ୍ ନନ୍ ଟୁ ଡିସ୍ପ୍ୟୁଟ୍। ଡିସ୍ପ୍ୟୁଟ୍ ମାନେ କୌଣସି ପ୍ରକାର ଅଧିକାରକୁ ନେଇକି ଗଲତ ସାବ୍ୟସ୍ତ କରିବା ବା କେହି ତାର ଅନ୍ୟ ଅଧିକାରୀ ଅଛନ୍ତି ବୋଲି କହିବା। ନନ୍ ଟୁ ଡିସ୍ପ୍ୟୁଟ୍ ବା ଗଣ୍ଡଗୋଳିଆ ଜାଗା ନୁହେଁ ବୋଲି କହିପାରିବା। ମୁଁ ଏଇ ଏରିଆରେ ଯେତେ ଏରିଆ ମୁଁ ସର୍ଭେ କରିଛି, ଏଇ ଜାଗାରେ ରହୁଛି ବା ଚଳିଛି ବା ଏଠି ମୁଁ ଅକୁପାଏ କରିକି ରହିଛି, ଏଇ ଏରିଆର ବା ଏଇ ଜାଗାର ହେଉଛି ମୁଁ ରାଜା। ଏଠି ମୋ ଅଧିକାରକୁ ନେଇକି ଅନ୍ୟ କେହି ପ୍ରଶ୍ନ ଉଠେଇ ପାରିବେ ନାହିଁ। ଅର୍ଥାତ୍ ମୋ ଅଧିକାର ଏଇଠି ହେଉଛି ସର୍ବଶେଷ। ଅର୍ଥାତ୍ ମୋ ଅଧିକାର ହେଉଛି ମୋର, ଏଇଠି ଏଇ ଜାଗା ହେଉଛି ମୋର, ଆକୁ ନେଇକି କୌଣସି ଡିସ୍ପ୍ୟୁଟ୍ ନାହିଁ, ଗଣ୍ଡଗୋଳିଆ ମନୋବୃତ୍ତି ନାହିଁ ବା ଗଣ୍ଡଗୋଳ ଭାବ କିଛି ନାହିଁ, ବା ଏଇ ଜାଗାକୁ ନେଇକି ଅନ୍ୟ କେହି ନିଜର ବୋଲି ମଧ୍ୟ କହିବେ ନାହିଁ। ଡିସ୍ପ୍ୟୁଟ୍ ନାହିଁ, ଗଣ୍ଡଗୋଳ କିଛି ନାହିଁ। ଏଇ ଜାଗା ମୋର, ଏଇ ଜାଗାକୁ ନେଇକି କେହି ବି ନିଜର ବୋଲି ଦାବି ମଧ୍ୟ କରିପାରିବେ ନାହିଁ। ଏଇ ଜାଗା ହେଉଛି ମୋର ବା ଏଇ ଏରିଆ ହେଉଛି ମୋର, ଏଇ ସର୍ଭେ ଏରିଆଟି ହେଉଛି ମୋର, ଯେ ଏଇ ସମ୍ପୂର୍ଣ୍ଣ ଜାଗାର ମୁଁ ହେଉଛି ଉତ୍ତରଦାୟୀ ମଣିଷ, ରାଜା। ଏଇ ଏରିଆକୁ ନେଇକି, ଏଇ ଜାଗାକୁ ନେଇକି କେହି ବି ଡିସ୍ପ୍ୟୁଟ୍ ବା ଗଣ୍ଡଗୋଳ କରିପାରିବେ ନାହିଁ। ବା କହିବା ଅର୍ଥ ଏହା, ଏଇ ଜାଗାର ଅଧିକାର କେବଳ ମୋରି ପାଖରେ ଅଛି। ଏଇ ଜାଗାକୁ ନେଇକି ଅନ୍ୟ କେହି ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ। From the center all around the sea, from the center এই ମଧ୍ୟଭାଗରୁ all around the sea, ସମୁଦ୍ର ପର୍ଯ୍ୟନ୍ତ, all around the sea, I am lord of the fowl and the brute. I am lord of the fowl and brute. ମୁଁ ହେଉଛି କ'ଣ? ରାଜା, ସର୍ବଶ୍ରେଷ୍ଠ ରାଜା, ଲର୍ଡ ଅଫ୍ ଦ ଫାଉଲ୍ ଆଣ୍ଡ ବ୍ରୁଟ୍। ବ୍ରୁଟ୍ ମାନେ ଆନିମଲ୍, ପଶୁ ହେଇପାରିବେ। ଫାଉଲ୍ ମାନେ ଯେତେ ସବୁ ପକ୍ଷୀ ପଶୁ ରହିଛନ୍ତି। ଅର୍ଥାତ୍ ସେ କ'ଣ କହୁଛନ୍ତି, ଏଇ ମଧ୍ୟଭାଗରୁ, ଏଇ ସେଣ୍ଟରରୁ, ଏଇ ମଧ୍ୟଭାଗରୁ ଆରମ୍ଭ କରିକି ସମୁଦ୍ର ପର୍ଯ୍ୟନ୍ତ ଯେତେ ସବୁ ଏଠି ପ୍ରାଣୀ ରହିଛନ୍ତି, ପଶୁ ପକ୍ଷୀ ସମସ୍ତେ ରହିଛନ୍ତି, ଏ ସମସ୍ତଙ୍କର ହେଉଛନ୍ତି ମୁଁ ଲର୍ଡ଼, ମୁଁ ହେଉଛି ରାଜା
ଅଧୀଶ୍ୱର, ଆଉ ଏଠି କେହି ନାହାନ୍ତି। ଏଇ ଜାଗାର ମୁଁ ହିଁ ଏକମାତ୍ର ଉତ୍ତରାଧିକାରୀ। ମୁଁ ହେଉଛି ଏରିଆର ରାଜା। ଏଇଠୁ ଆରମ୍ଭ କରିକି ଏଇ ମଧ୍ୟଭାଗରୁ ଆରମ୍ଭ କରିକି ସମୁଦ୍ର ପର୍ଯ୍ୟନ୍ତ ଯେତେ ଜାଗା ଅଛି, ଯେତେ ଏଠି ପଶୁପକ୍ଷୀ ସମସ୍ତେ ରହିଛନ୍ତି, ଫାଉଲ ପକ୍ଷୀ ହେଇପାରିବେ, ବ୍ରୁଟ୍ ମାନେ ପଶୁ ହେଇପାରିବେ, ଏସବୁ ଯେତେ ପଶୁପକ୍ଷୀ ରହିଛନ୍ତି, ଏଇ ସମସ୍ତଙ୍କର ହେଉଛି ମୁଁ ଅଧୀଶ୍ୱର, ରାଜା। ଅର୍ଥାତ୍ ମୋ ଅଧିକାରକୁ ନେଇକି ଏଠି କେହି ପ୍ରଶ୍ନ କରିପାରିବେ ନାହିଁ। ଓ ସଲିଚ୍ୟୁଡ୍ ହ୍ୱେର୍ ଆର୍ ଦ ଚାର୍ମସ୍। କିନ୍ତୁ ତଥାପି ସେ ସେଠି ଖୁସି ନାହାନ୍ତି। ତାଙ୍କ କଥାରୁ ଲାଗୁଛି କବି ନିଜେ ଆଡମିଟ୍ କରୁଛନ୍ତି ଯେ ମୁଁ ଯଦି ଆର ଉତ୍ତରାଧିକାରୀ ବା ଅଧୀଶ୍ୱର, ତଥାପି ସେ ଖୁସି ନାହାନ୍ତି। ଓ ସଲିଚ୍ୟୁଡ୍, ହେ ନିର୍ଜନତା, ହ୍ୱେର୍ ଆର୍ ଦ ଚାର୍ମସ୍, ତମ ଚାର୍ମ କାହିଁ? ବିଭିନ୍ନ ପ୍ରକାର ଆନନ୍ଦ, ଖୁସି ବା ମନକୁ ଶାନ୍ତି ସୃଷ୍ଟି କରିପାରୁଥିବା, ଦେଇପାରୁଥିବା ଅନେକ ଜିନିଷ ତମ ପାଖରେ ଅଛି ବୋଲି କୁହାଯାଉଛି। କାହିଁ ସେଗୁଡ଼ିକ? ସେ ଚାର୍ମ, ସେ ଚମକ କାହିଁ? ସେ ଖୁସି କାହିଁ? ସେ ଆନନ୍ଦ କାହିଁ? ସେ ଚମତ୍କାରିତା କାହିଁ? ଚାର୍ମସ୍ ରହିଛି। ହେ ସଲିଚ୍ୟୁଡ୍, ହେ ନିର୍ଜନତା, ମୁଁ ଶୁଣିଥିଲି ତମ ପାଖରେ ଅନେକ କିଛି ଚମତ୍କାରିତା ଥାଏ, ଅନେକ କିଛି ସୁଖ ଶାନ୍ତି ଭରି ରହିଥାଏ, କିନ୍ତୁ କାହିଁ ସେଗୁଡ଼ାକ? ଦ୍ୟାଟ୍ ସେଜେସ୍ ହାଭ୍ ସିନ୍ ଇନ୍ ଦାଇ ଫେସ୍, ଯାହାକି ଏଇ ଚାର୍ମକୁ, ଦ୍ୟାଟ୍ ମିନ୍ସ ଦ ଚାର୍ମ, ଦ୍ୟାଟ୍ ସେଜେସ୍ ହାଭ୍ ସିନ୍ ଇନ୍ ଦାଇ ଫେସ୍, ଦାଇ ଫେସ୍ ୟୁଅର୍ ଫେସ୍। ସେଜେସ୍ ସନ୍ନ୍ୟାସୀ ବା ସାଧୁ। ହେ ନିର୍ଜନତା, ତମର ସେଇ ଚମତ୍କାରିତା କାହିଁ ଯାହାକି ସାଧୁ ବା ସନ୍ନ୍ୟାସୀ ମାନେ ଦେଖିଥିଲେ, ତମ ପାଖରେ ଉପଭୋଗ କରିଥିଲେ, ପାଇଥିଲେ, ସେ ଭିତରେ ମଜି ଯାଇଥିଲେ, ସେଇ ଚାର୍ମ ଭିତରେ ମଜି ଯାଇଥିଲେ, ପ୍ରକୃତିର ସେଇ ସୌନ୍ଦର୍ଯ୍ୟ ଭିତରେ, ପ୍ରକୃତିର ସେଇ ଚମତ୍କାରିତା ଭିତରେ ସେଇ ସାଧୁ ସନ୍ନ୍ୟାସୀ ମାନେ ହଜି ଯାଇଥିଲେ, ଦେଖିଥିଲେ ତାକୁ ତମ ଭିତରେ। କିନ୍ତୁ କାହିଁ ସେଗୁଡ଼ାକ? ହେ ନିର୍ଜନତା, ମୁଁ କାହିଁକି ପାଇପାରୁନି? ମୋତେ କାହିଁକି ସେଗୁଡ଼ାକ ମିଳୁନାହିଁ? ମୁଁ ଏଇ ନିର୍ଜନତା ଭିତରେ ସେଇ ଚାର୍ମ ପାଇପାରୁନି, ସେଇ ଆନନ୍ଦ ନାହିଁ, ସେଇ ଖୁସି ନାହିଁ, ସେଇ ଚମତ୍କାରିତା ନାହିଁ। ତାହେଲେ ମୋତେ କାହିଁକି ମିଳୁନାହିଁ ଯାହାକି ଦିନେ ଏଇ ସାଧୁ ସନ୍ନ୍ୟାସୀ ଋଷିମୁନିଗଣ ଦେଖିଥିଲେ ତମ ଭିତରେ, ପାଇଥିଲେ, ସେମାନେ ଆ ଭିତରେ ଲୀନ ହେଇଥିଲେ, ଖୁସି ହେଇଥିଲେ, ଉପଭୋଗ କରିଥିଲେ, ଏଇ ଭିତରେ ମଜି ରହି ସେ ନିର୍ଜନତାକୁ ବହୁତ ପସନ୍ଦ କରିଥିଲେ, କାରଣ ସେ ପାଇଥିଲେ ଚାର୍ମ। କିନ୍ତୁ କାହିଁ ମୁଁ ସେମିତି କିଛି ଦେଖିବାକୁ ପାଇପାରୁନାହିଁ? ବେଟର ଡୁଏଲ୍ ଇନ୍ ଦ ମିଡିଷ୍ଟ ଅଫ୍ ଅଲ୍ ରାମ୍ସ, ବେଟର ଡୁଏଲ୍ ଇନ୍ ଦ ମିଡିଷ୍ଟ ଅଫ୍ ଅଲ୍ ରାମ୍ସ। ବେଟର ଡୁଏଲ୍, ଡୁଏଲ୍ ମାନେ ବାସ କରିବା, ରହିବା, ଘର କରିକି ରହିବା। ବେଟର ଡୁଏଲ୍ ଇନ୍ ଦ ମିଡିଷ୍ଟ ଅଫ୍, ମଧ୍ୟରେ, ମିଡିଷ୍ଟ ଅଫ୍ ଅଲ୍ ରାମ୍ସ, ସବୁବେଳେ ସତର୍କତା ଭିତରେ ରହିବା। ଆଲାରାମ ଭିତରେ ରହିବା ଅର୍ଥ ସବୁବେଳେ ସତର୍କତା ଭିତରେ ରହିବା ବେଟର। କାହା ଅପେକ୍ଷା? ଦାନ୍ ରେଇନ୍ ଇନ୍ ଦ ହରିବୁଲ୍ ପ୍ଲେସ୍। ରେଇନ୍ ମାନେ ରାଜତ୍ୱ କରିବା, ରେଇନ୍ ରାଜତ୍ୱ କରିବା। ଇନ୍ ଦିସ୍ ହରିବୁଲ୍ ପ୍ଲେସ୍, ଏ ଭୟଙ୍କର ଜାଗାରେ ରହିବା ଅପେକ୍ଷା ସେ କୋଉଟା ପସନ୍ଦ କରୁଛନ୍ତି ବୋଲି କହିଛନ୍ତି? ସେ କହୁଛନ୍ତି ସେ ଯେଉଁ ଜାଗାରେ ରହିଛନ୍ତି ସେ ଜାଗା ହେଉଛି ଏକ ଭୟଙ୍କର ଜାଗା। ରେଇନ୍ ରାଜତ୍ୱ କରିବା, ସେ ନିଜେ କବି କହୁଛନ୍ତି କ'ଣ? ଦାନ୍ ରେଇନ୍ ଇନ୍ ଦିସ୍ ହରିବୁଲ୍ ପ୍ଲେସ୍। ହରିବୁଲ୍ ପ୍ଲେସ୍ ଅତି ଭୟଙ୍କର ଦୁର୍ଦ୍ଧର୍ଷ ଜାଗା ବୋଲି କହିପାରୁଛନ୍ତି। ରେଇନ୍ ମାନେ ରାଜତ୍ୱ କରିବା, ସେ କହିବା ଅର୍ଥ ଏଇଆ, ଏଇଭଳି ଏକ ଭୟଙ୍କର ପ୍ଲେସ୍ରେ ରାଜତ୍ୱ କରିବା ଅପେକ୍ଷା, ଭୟଙ୍କର ଜାଗାରେ ରାଜତ୍ୱ କରିବା ଅପେକ୍ଷା କେଉଁଠି ରହିବା ଭଲ? ବେଟର ଡୁଏଲ୍, ବରଂ ଭଲ ରହିବା ଭଲ ହେବ କେଉଁଠି? ଇନ୍ ଦ ମିଡିଷ୍ଟ ଅଫ୍ ଅଲ୍ ରାମ୍ସ, ସବୁବେଳେ ସତର୍କତା ଭିତରେ, ଯେଉଁଠି ସବୁବେଳେ ସତର୍କତା ଅବଲମ୍ବନ କରି ରହିବାକୁ ପଡ଼ୁଛି, ସେଇ ଜାଗାରେ ରହିବା କାହା ଅପେକ୍ଷା ଭଲ? ଏଇଭଳି ଏକ ଭୟଙ୍କର ଜାଗାରେ ରାଜତ୍ୱ କରିବା ଅପେକ୍ଷା ସବୁବେଳେ ସତର୍କତା ଅବଲମ୍ବନ କରି ରହୁଥିବା ଜାଗାରେ ରହିବା ଭଲ ବୋଲି ସେ ଅବଲମ୍ବନ କରୁଛନ୍ତି। କବି ତାହେଲେ କ'ଣ ଆଡମିଟ୍ କଲେ? ଯେ ଏଇଭଳି ଏକ ଭୟଙ୍କର ପରିବେଶରେ, ଭୟଙ୍କର ଜାଗାରେ ରାଜତ୍ୱ କରିବା ଅପେକ୍ଷା ସବୁବେଳେ ସତର୍କତା ଅବଲମ୍ବନ କରି ରହୁଥିବା ଜାଗାକୁ ପସନ୍ଦ କରିବା ସେ ଶିଖି ଯାଇଛନ୍ତି। ସେ କହିବା ଅର୍ଥ ଏଇଆ ଯେ ଯେଉଁଠି ସବୁବେଳେ ସତର୍କତା ଅବଲମ୍ବନ କରି ରହିବାକୁ ପଡ଼ୁଛି, ବରଂ ସେଇଠି ରହିବା ଭଲ, କିନ୍ତୁ ଏଇଭଳି ଏକ ଭୟଙ୍କର ସ୍ଥାନରେ ରାଜତ୍ୱ କରିବା କିଛି ଆବଶ୍ୟକତା ନାହିଁ। ସେ ପୁରା ଫାଇନାଲ ଡିସିସନ୍ କଲେ, ବେଟର ଡୁଏଲ୍ ଇନ୍ ଦ ମିଡିଷ୍ଟ ଅଫ୍ ଅଲ୍ ରାମ୍ସ। ସବୁବେଳେ କେଉଁଠି ରହିବାକୁ ସେ ପସନ୍ଦ କରୁଛନ୍ତି? ନା ଡୁଏଲ୍ ଇନ୍ ଦ ମିଡିଷ୍ଟ ଅଫ୍ ଅଲ୍ ରାମ୍ସ, ସବୁବେଳେ ସତର୍କତା ଭିତରେ ନିଜକୁ ଜଗି ରଖି ଚଳିବା ପରିବେଶରେ ସେ ରହିବାକୁ ପସନ୍ଦ କରୁଛନ୍ତି। କାହା ଅପେକ୍ଷା? ଏହିଭଳି ଏକ ଭୟଙ୍କର ପରିବେଶରେ ନିଜକୁ ରାଜା ଭାବିକି ରାଜତ୍ୱ କରିବା ଅପେକ୍ଷା ସେଇଭଳି ଏକ ପରିବେଶ ଚାହୁଁଛନ୍ତି ଯେଉଁଟା ସବୁବେଳେ ସେ ଆଲାରାମରେ ସତର୍କ ହେଇ ରହିକି ନିଜକୁ ସତର୍କ କରି ଚଳିବାକୁ ପରିବେଶକୁ ସେ ପସନ୍ଦ କରୁଛନ୍ତି। ଅର୍ଥାତ୍ ସେ ସେଇ ଜାଗାରେ ରହିବାକୁ ପସନ୍ଦ ଯେଉଁଠି ସବୁବେଳେ ହୁଏତ ତାଙ୍କୁ ଆଲାରାମ ହିଁ ଚଳିବାକୁ ପଡ଼େ, ସତର୍କ ହିଁ ଚଳିବାକୁ ପଡ଼ିବ, ସବୁବେଳେ ହୁଏତ ଅସୁବିଧା ରହିପାରେ, ଆଲାରାମ ହୋଇପାରେ, ସେ ସବୁବେଳେ ନିଜକୁ ସତର୍କତା ରଖିକି ସେଇ ଜାଗାରେ ରହିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଏଇଭଳି ଏକ ଭୟଙ୍କର ପରିବେଶରେ ସେ ରାଜତ୍ୱ କରିବାକୁ ପସନ୍ଦ କରୁନାହାନ୍ତି। I am out of humanity series। ମୁଁ ଏମିତି ଏକ ଜାଗାରେ ରହିଛି ଯେଉଁଠିକି ମଣିଷର ଅପହଞ୍ଚ ରହିଛି। ଅର୍ଥାତ୍
এইটি মনুষ্য কেবে পৌঁছি পারিব না। মু এভাবে এক জায়গায় রয়েছি, অর্থাৎ মু বি কেবে আই এম আউট অফ হ্ୟୁମାନିଟି ରିଚ୍। ମୁଁ ଏଭଳି ଏକ ଜାଗାରେ ରହିଛି ଯେଉଁଠିକି ମନୁଷ୍ୟମାନେ ପହଞ୍ଚି ପାରିବେ ନାହିଁ, ବା ମନୁଷ୍ୟମାନଙ୍କର ଅପହଞ୍ଚକ ସ୍ଥାନ, ବା ମୁଁ ବି ମନୁଷ୍ୟମାନଙ୍କର ଜାଗାରେ ପହଞ୍ଚି ପାରିବି ନାହିଁ। ମୁଁ ଏମିତି ଏକ ଜାଗାରେ ରହିଯାଇଛି ଯେଉଁଟାକି ମନୁଷ୍ୟମାନେ ଚଳପ୍ରଚଳ ହେଉଥିବା ଜାଗାଟିରେ ମଧ୍ୟ ମୁଁ ଜାଗାରେ ମଧ୍ୟ ରହିପାରିବି, ବା ଜାଗାକୁ ଯାଇପାରିବି ନାହିଁ, ବା ମନୁଷ୍ୟମାନେ ମଧ୍ୟ ଏଭଳି ଜାଗାକୁ ଆସିପାରିବେ ନାହିଁ। ଆଇ ମଷ୍ଟ ଫିନିଶ ମାଇ ଜର୍ଣ୍ଣି ଏଲୋନ୍। ମୋର ଏଇ ଯାତ୍ରା, ଜୀବନ ଯାତ୍ରାକୁ ନିଜେ ନିଜେ ସାରିବାକୁ ପଡ଼ିବ। ଆଇ ଦ କବି ନିଜକୁ, ଆଇ ମିନ୍ସ ଦ ପୋଏଟ୍, ଆଇ ମଷ୍ଟ ଫିନିଶ ମାଇ ଜର୍ଣ୍ଣି ଏଲୋନ୍। ମୋତେ ଏକା ଏକା ମୋ ଯାତ୍ରା କମ୍ପ୍ଲିଟ୍ କରିବାକୁ ପଡ଼ିବ, ସାରିବାକୁ ପଡ଼ିବ। କାରଣ ମୁଁ ତ ହ୍ୟୁମାନିଟି ରିଚ୍, ଅର୍ଥାତ୍ ମନୁଷ୍ୟ ସମାଜଠୁ ବହୁ ଦୂରରେ ମୁଁ ଅଛି। ଆଇ ଏମ୍ ଆଉଟ୍ ଅଫ୍ ହ୍ୟୁମାନିଟି ରିଚ୍, ଯେଉଁଠି ମନୁଷ୍ୟମାନେ ପହଞ୍ଚି ପାରିବେ ନାହିଁ, ଅର୍ଥାତ୍ ମନୁଷ୍ୟମାନେ ନଥିବା ଏକ ଜାଗାରେ ମୁଁ ରହିଯାଇଛି। ସୋ ଏଇ ଯାତ୍ରା, ଏଇ ଜୀବନ ଯାତ୍ରା ମୋତେ ନିଜେ ନିଜେ ସାରିବାକୁ ପଡ଼ିବ। ଏଠି କେହି ମୋ ସାଙ୍ଗରେ ରହିବେ ନାହିଁ। ନେଭର ହିୟର ଦ ସୁଇଟ୍ ମ୍ୟୁଜିକ୍ ଅଫ୍ ସ୍ପିଚ୍। ଏଠି ମଧ୍ୟ ମୁଁ କେବେ ବି ଶୁଣିପାରୁନାହିଁ। କ'ଣ ଶୁଣିପାରୁ? ନେଭର ହିୟର, କେବେ ବି ଶୁଣିପାରୁନାହିଁ ଦ ସୁଇଟ୍ ମ୍ୟୁଜିକ୍ ଅଫ୍ ସ୍ପିଚ୍, କଥାବାର୍ତ୍ତାର ସେଇ ଆନନ୍ଦ ବା ଖୁସି, ସ୍ୱାଧୀନତା ଭାବ। ଦ ମ୍ୟୁଜିକ୍ ଅଫ୍ ସ୍ପିଚ୍, ଖୁସି, ଆନନ୍ଦର ବାର୍ତ୍ତା, ଆନନ୍ଦର କଥା, ବା କଥା କହିବାର ଯେଉଁ ଆନନ୍ଦ, ଯେଉଁ ଖୁସି ବା ଶାନ୍ତି, ମୁଁ ଏଇଟା କେବେ ବି ଏଠି ଶୁଣିପାରୁନାହିଁ। ଆଇ ଷ୍ଟାର୍ଟ ଆଟ୍ ଦ ସାଉଣ୍ଡ ଅଫ୍ ମାଇ ଓନ୍। ମୋ ନିଜ ଭଏସ୍ରେ, ନିଜର ଶବ୍ଦରେ ମୁଁ ଷ୍ଟାର୍ଟ ହେଇପଡ଼ୁଛି, ଅର୍ଥାତ୍ ଚମକି ପଡ଼ୁଛି। ଥରେ ଥରେ ମୁଁ ଚମକି ପଡ଼ୁଛି। ମୋ ପାଟିରୁ କିଛି ଗୋଟେ ଶବ୍ଦ ବାହାରି ପଡ଼ିଲେ ମୁଁ ନିଜେ ନିଜେ ଚମକି ପଡ଼ୁଛି। କାରଣ ଏଇଠି ନା ମଣିଷ କେହି ଅଛନ୍ତି, ନା ମନୁଷ୍ୟର ଭଏସର ବା ମଣିଷ କଥାବାର୍ତ୍ତାର ସୁନ୍ଦରତା ବା ସ୍ୱର ଏଠି ମୁଁ ଶୁଣିବାକୁ ପାଉଛି। ମୁଁ ଏଠି ସେମିତି କିଛି ଶୁଣିବାକୁ ପାଇପାରୁନାହିଁ। ନେଭର ହିୟର, କେବେ ବି ଶୁଣି ନାହିଁ ବା ଶୁଣିପାରୁନାହିଁ ଦ ସୁଇଟ୍ ମ୍ୟୁଜିକ୍ ଅଫ୍ ସ୍ପିଚ୍, କଥାବାର୍ତ୍ତାର ସେ ସୁନ୍ଦରତା, ସଦୀଳ ଭାବତା, ଆନନ୍ଦ ଭାବ, ଖୁସି ଭାବ, ଶାନ୍ତି ଭାବ, ଯାହାକି କଥାବାର୍ତ୍ତା କରିବା ସମୟରେ ଶୁଣିଥାଏ ବା ଶୁଭିଥାଏ ବା ମିଳିଥାଏ, ଏଠି ମୁଁ ଶୁଣିବାକୁ ପାଇପାରୁନାହିଁ। ମୁଁ ନିଜେ ନିଜେ ମୋ ଭଏସ୍ ଶୁଣିକି ଚମକି ପଡ଼ୁଛି। ଆଇ ଷ୍ଟାର୍ଟ ଆଟ୍ ଦ ସାଉଣ୍ଡ ଅଫ୍ ମାଇ ଓନ୍। ମୋ ନିଜ ଭଏସ୍ରେ ମୁଁ ନିଜେ ଚମକି ପଡ଼ୁଛି। ଦ ବିଷ୍ଟ ଦ୍ୟାଟ୍ ରୋମ୍ ଓଭର ଦ ପ୍ଲେନ୍, ଯେଉଁ ପଶୁମାନେ ଏଇ ଜାଗାରେ, ଏଇ ପରିବେଶରେ, ଡିଜୋଲେଟ୍ ପ୍ଲେସ୍ରେ, ଏଇ ଆଇସୋଲେଟେଡ୍ ପ୍ଲେସ୍ରେ ବୁଲାବୁଲି କରୁଛନ୍ତି, ଚଳପ୍ରଚଳ କରୁଛନ୍ତି। ମାଇ ଫାର୍ମ ୱିଥ୍ ଇଣ୍ଡିଫରେନ୍ସି, ସେ ମୋତେ ଦେଖୁଛନ୍ତି। ମାଇ ଫାର୍ମ ୱିଥ୍ ଇଣ୍ଡିଫରେନ୍ସି, ଇଣ୍ଡିଫରେନ୍ସ, ଅଜଣା ଅଶୁଣା ଭାବରେ, ସତେ ଯେମିତି ମୋତେ ସିଏ କୌଣସି ପ୍ରକାର କେୟାର କରୁନାହାନ୍ତି। ଇଣ୍ଡିଫରେନ୍ସଲି ସେ ସିଏ କରୁଛନ୍ତି ମୋତେ, ଅର୍ଥାତ୍ ସେମାନେ ମୋତେ କିଛି ଅଲଗା ଭାବୁନାହାନ୍ତି। ଯେମିତି ବୋଧହୁଏ ସେ ସେମାନଙ୍କ ଭଳି ମୋତେ ପଶୁଟିଏ ଭାବୁଛନ୍ତି, କାରଣ ସେମାନଙ୍କ ଆଖିରେ ମୁଁ ସେମିତି କିଛି ଅଲଗା ଦେଖାଯାଉ ନାହିଁ। ଇଣ୍ଡିଫରେଣ୍ଟଲି, ଉଦାସୀନ ସେମାନେ ଦେଖୁଛନ୍ତି ମୋତେ, କୌଣସି ପ୍ରକାର କେୟାର କରୁନାହାନ୍ତି ସେମାନେ ମୋତେ। ମାଇ ଫାର୍ମ ୱିଥ୍ ଇଣ୍ଡିଫରେନ୍ସି, ସେମାନେ ମୋତେ କୌଣସି ଡିଫରେଣ୍ଟ ଶୋ କରୁନାହାନ୍ତି। ଇଣ୍ଡିଫରେଣ୍ଟ ଅର୍ଥାତ୍ କିଛି ଅଲଗା ଭାବରେ ସେ ଦେଖୁନାହାନ୍ତି ମୋତେ, ସତେ ଯେମିତି ମୁଁ କୌଣସି ପ୍ରକାର ଅଲଗା ନୁହେଁ। ଦେ ଆର୍ ସୋ ଅନଆକ୍ୱେଣ୍ଟେଡ୍ ୱିଥ୍ ମ୍ୟାନ୍, ସେମାନେ ମଧ୍ୟ ମଣିଷ ସହିତ ଆଦୌ ଆକ୍ୱେଣ୍ଟେଡ୍ ନୁହନ୍ତି, ମଣିଷ ସହିତ ଚଳପ୍ରଚଳ ଆଦୌ କରିନାହାନ୍ତି, ଆଦୌ ମିଶି ନାହାନ୍ତି। ତାହେଲେ ସେମାନେ ମୋତେ କେମିତି ଗୋଟେ ଅଲଗା ପଶୁଟିଏ ବା ଅଲଗା କିଛି ଭାବିବେ? ସେମାନେ ମୋତେ ସେଇ ପଶୁ ବୋଲି ବୋଧେ ଭାବୁଛନ୍ତି। ଇଣ୍ଡିଫରେଣ୍ଟ ସି, ସେମାନେ ମୋତେ କିଛି ବି ଡିଫରେଣ୍ଟଲି ସି କରୁନାହାନ୍ତି, ବରଂ ଇଣ୍ଡିଫରେଣ୍ଟଲି ସି କରୁଛନ୍ତି। ଅର୍ଥାତ୍ ସେମାନେ ମୋତେ ଦେଖୁଛନ୍ତି କିନ୍ତୁ ମୋତେ କିଛି ଅଲଗା ଭାବୁନାହାନ୍ତି, କାରଣ ସେମାନେ ମଣିଷ ସହିତ ଆଦୌ ଆକ୍ୱେଣ୍ଟେଡ୍ ନାହାନ୍ତି। ସେଥିପାଇଁ ଦେୟାର ଟେମ୍ନେସ୍ ଇଜ୍ ସକିଂ ଟୁ ମି। ଦେୟାର ଟେମ୍ନେସ୍, ବୋଲେ ଟେମ୍ କରିବା ମାନେ ଜଣକୁ ବଶ କରିବା ବା ଜଣକୁ ନିଜ କଣ୍ଟ୍ରୋଲକୁ ଆଣିବା, ନିଜ ଅଧୀନକୁ ଆଣିବା। ଆମେ ଯେଉଁ ବିଭିନ୍ନ ପଶୁ ବା ଆନିମଲମାନଙ୍କୁ ନିଜ ଅଧୀନକୁ ଟେମ୍ ଦେଇକି, ଶିକ୍ଷା ଦେଇକି, ଶିକ୍ଷା ଭାବଟାକୁ କଣ୍ଟ୍ରୋଲକୁ ନିଜ ଅଧୀନକୁ ରଖୁଛେ। କୁକୁର ହେଉ ବା ହାତୀ ହେଉ ବା ଯେମିତି ସର୍କସରେ ବାଘମାନଙ୍କୁ ହେଉ, ଏମାନଙ୍କୁ ନିଜେ ଆମେ ଟେମ୍ କରୁଛେ, ମଣ କରୁଛେ, ବଶ କରିଦେଉଛେ। ତ ସେମାନଙ୍କର ଏଇ ଯେଉଁ ଟେମ୍ନେସ୍ ଆଣ୍ଡ କେୟାରନେସ୍ ଭାବ ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଫାର୍ଷ୍ଟ ଅଫ୍ ଅଲ୍ ସେମାନେ ମୋତେ କୌଣସି ଡିଫରେଣ୍ଟଲି ସେ କରୁନାହାନ୍ତି। ମାଇ ଫାର୍ମ, ମୋ ଶରୀରକୁ, ମୋ ଚେହେରାକୁ ସେମାନେ କୌଣସି ଡିଫରେଣ୍ଟଲି ଦେଖୁନାହାନ୍ତି ବା ମୋତେ କିଛି ଅଲଗା ବୋଲି ଭାବୁନାହାନ୍ତି। ବିକଜ୍ ଦେ ଆର୍ ସୋ ଅନଆକ୍ୱେଣ୍ଟେଡ୍ ୱିଥ୍ ମ୍ୟାନ୍, କାରଣ ସେମାନେ ମଣିଷ ସହିତ ଆଦୌ ଆକ୍ୱେଣ୍ଟେଡ୍ ନୁହନ୍ତି। ସେ ମଣିଷକୁ ଆଗରୁ ଦେଖି ନାହାନ୍ତି, ମଣିଷ ସହିତ ଭଲ ଭାବେ ଚଳି ନାହାନ୍ତି। ସେଥିପାଇଁ ସେ ମୋତେ ଦେଖିକି କୌଣସି ଅବିଚଳିତ ହେଉନାହାନ୍ତି କି ବିଚିତ୍ର ମଧ୍ୟ ଫିଲ୍ କରୁନାହାନ୍ତି, ଅନୁଭବ କରୁନାହାନ୍ତି। ଆଉ ସେମାନଙ୍କର ଯେଉଁ ଲ୍ୟାକ୍ ଅଫ୍ ଫିୟର, ମୋତେ ସେମାନଙ୍କ ବା ମୋ ପ୍ରତି ସେମାନଙ୍କର ନା ଭୟ ଅଛି ନା ସେମାନେ ଖାତିର କରୁଛନ୍ତି। ମୋତେ ଆଶ୍ଚର୍ଯ୍ୟ ଲାଗୁଛି, କାରଣ ରିଜିନ୍ ହେଉଛି ସେମାନେ ମଣିଷ ସହିତ ଆକ୍ୱେଣ୍ଟେଡ୍ ନୁହନ୍ତି। ସୋ ମୋତେ ସେମାନେ କୌଣସି
अलगा जीव बोली भावुना से बोधे भली भावुंट जोठी कि से मत खातिर करूना केयर करूना से टेमनेस हो लैक ऑफ फियर हो मत आश्चर्य लगुच से मत टिके सामान्य अलगा बोली किसी भाभी पारुना इंडिफरेन्टली सी कर मत बोध हुए से भावुवे मुझे जड़े भली पशुटे होते से खातिर करूना कि डरुना मो पाखक पलि आसुवे निश्चित कथा से पाखक चली आसुँच टेमनेस अच्छी मैंने मन हो जाए मानुंट से रक्षणशीलता पाखक से पलि आस पार्टी अर्थात से सेल्किलिंग को कौन सी अलग भावी ना मनुष्य बोली भावी ना कारण से मनुष्य केवल परिचित ना मिसी ना सो से अलग कहीं भावुना से खातिर करूना टिके डरुना जहाँकि टेमनेस सेल्किलिंग को सरप्राइज लगे शक लगुच सोसाइटी फ्रेंडशिप एंड लव डिवाइनली बेस्टेड अपन मैन स्वर्गीय भाव नहीं डिवाइनली स्वर्गीय भाव समाज बंधुता भल पाइबा संपर्क खुशी यही सब मनीष उपरे बेस्टेड अजाड़ी दि जाइए बेस्टेड अपन मैन अजाड़ी दबा क्या उपरे लदी दबा कौन समाज बंधुता एवं भल पाइबा ये सब किछि स्वर्गीय भाव भगवान सता भाव मनीष उपरे अजाड़ी दि जाइए सबकि कौन अच्छी ना सोसाइटी अच्छी फ्रेंडशिप अच्छी लव अच्छी ये सबकि मनीष उपरे स्वर्गीय अति आनंद खुशी रे भगवान दान वरदान हिसाब रे प्रत्येक मनुष्य को दि जाइए ओ हाराइट द विंग्स ऑफ लव मोर जदि द विंग्स ऑफ ए डोव मोर गोटे काबुतार डेणा था कि मोर गोटे पक्षीर डेणा था कि हाउ सुन वुड आई टेस्ट यू अगेन मु तुमको सतरे केमी टेस्ट करी पारंती हाउ सुन वुड आई टेस्ट यू अगेन मु तुमको टेस्ट करी पारंती को कथा से कहते सोसाइटी फ्रेंडशिप लव कथा मोर जदि कौन था गोटे डोभर डेणा था काबुता बा चढ़ई गोटे नहीं किसी बाड़ गोटे यदि से पक्षीटी भली मोर मध्य डेणा था मु बधे उड़ी जाई कौन करती ना उपभोग करी पारंती टेस्ट करी पारंती लाभ करती कौन सोसाइटी फ्रेंडशिप लव ए सब किछि कि मु लाभ करी पारंती जदि मो पाखे गोटे डोभर डेणा था गोटे चरेर डेणाटे था मु निश्चित भाव कौन से एक मानव रहित अर्थात मनुष्य मैंने रोचा एक सोसाइटी की जानती जोटे फ्रेंडशिप था जोटे लव था मु उपभोग करती एंजॉय करती खुशी होती जानती जे समाज कौन बंधुता कौन भल पाइबा बा प्रेम कौन सबकि मु पाई पारंती केतेबेले जदि मोर गोटे विंग्स डेणा अफ डोफ गोटे डोफ्रे डेणा था अर्थात मोर जदि पक्षीटे भली परटे था उड़ी पारुथांती ना मु निजे जाइकी आकु उपभोग करि पारंती कारण ये सबकि सोसाइटी फ्रेंडशिप लव मनुष्य पर अजाड़ी दी स्वर्गीय भाव में मनुष्य पर अजाड़ी दी जाइए प्रत्येक मनुष्य पाखे यहाँ अच्छी जी मनुष्य समाज में रही सोसाइटी कौन समाज कौन जानी फ्रेंडशिप कौन बंधुता कौन जानी लव बा भल पाइबा संपर्क कौन भल भाव जानी कि मुझे एक डिजोलेट प्लेस आइसोलेटेड प्लेस एक निर्जन परिवेश रोचे मोर एगुड़ाक किसी भी अनुभूति ना जदि से कहते मोर गोटे डोभ्रे डेणा था ना मु उड़ी जाती आउ जाकि पुणी थे टेस्ट करनी कौन को सोसाइटी को ए फ्रेंडशिप को ए लव को जहाँकि जन मनुष्य पाखे सबकि थाए हाउ सुन वुड आई टेस्ट यू अगेन माई सरोज आई देन माइट आस्यूज माई सरोज सरोज माने दुख गुड़ाक माई सरोज आई देन माइट आस्यूज माने लाघव हवा कमी जीवा डिक्रीज मो दुख टिके कमी जानता जदि मु जाई पारंती कौन से एक समाज को जोटे बंधुता अच्छी भल पाइबा संपर्क अच्छी ताहले सेठी मु लाभ करी पारंती कौन यही सब को लाभ करी पारंती जहाद्वारा कि माई सरोज देन माइट आस्यूज माने कमी जीवा लाघव हो मो दुख टिके कमी जानता मुझे जंत्रणा जाक जीवन ये बीतौची ताहा टिके कमी जानता कारण समाजर खुशी आनंद भल पाइबा संपर्क सबकि मुझे पाई पारंती मुझे निर्जनता भितर जो पशु मान गहन रही पशु प्राय हो सारी से दुख को बा से जंत्रणा को टिके मु बा जंत्रणा मुझे लाभ हो पारंती अर्थात टिके मुक्ति पाई पारंती इन द वेज ऑफ रिलीजन एंड ट्रुथ जिते से समाज को जानती
धर्म एवं संपर्क भितर मु किछि नूतनता शिक्षा मध्य करंती माइट लर्न फ्रॉम द विजडम ऑफ एजेस निश्चित भाव में समयक्रमे वयसाक्रमे मु किछि ज्ञान लाभ करि पारंती जदि हम से समाज को जानती गोटे भल पाइबा अच्छी संपर्क अच्छी बंधुता अच्छी ताले से कहता ना जो रिलीजन एंड ट्रुथ धर्मीय संपर्क सत्य कथा रही यही सब भितर मु किछि शिक्षा लाभ करंती कौन विजडम ज्ञान लाभ करंती एंड बी चीयर्ड बाय द शालीज ऑफ यूथ बी चीयर माने आनंद बा खुशी एंड बी चीयर्ड खुशी होती क्या द्वारा बाय द शालीज ऑफ यूथ शालीज माने युव सुलभ कथबार्ता गुड़ाक शालीज मीन्स शालीज ऑफ यूथ युव सुलभ हस तमाशा खुशी कथबार्ता शालीज खुशी कथबार्ता गुड़ाक युव सुलभ कथबार्ता गुड़ाक बा युवक अवस्था जो खुशी मजा मस्ती चली था यही कथा गुड़ाक ताकू मध्य मु पाई पारंती सेटा केतले कहउछंती जदि काना ई सोसाइटी रिलेशनशिप एंड लव मनुष्य समाज उपर अजाड़ी दिया जाइए कि दुर्भाग्य मुझे एभली एक निर्जन परिवेश अच्छी जहाँकि मु किछि पाई पारु नाही जदि मोर गोटे डोवर विंग था ना मुझे निजे उड़ी जाती आउ जाकि निजे उपभोग करती कौन उपभोग करती सोसाइटी फ्रेंडशिप मैंने लव को उपभोग करि पारंती नहीं जहाँद्वारा कि आउटे कौन भी होता मो सरोज मो दुख सब रही कौन हो जाता आश्यू जानता टे कमी जानता लाघव हो जानता खाली सेतिक नुहे रिलीजन रु किछि ट्रुथ रु मु किछि नूतन ज्ञान मध्य आहरण करि पारंती किछि शिक्षा लाभ करंती धर्म संपर्क रु किछि सत्यता लाभ करि पारंती किछि ज्ञान आहरण करि पारंती खाली सेतिक नुहे आउ कोन पाई पारंती ना चियर होंती मु खुशी होंती का द्वारा शालीज ऑफ यूथ युव सुलभ कथबार्ता थटा मजा खुशी आनंद रु मु किछि खुशी मध्य होंती ना शालीज को खेल कौन कहि परिबा किछि आनंद बा खुशी प्रदान करथिबा युव सुलभ कथबार्ता गुड़ाक ऑफ यूथ बोली कह जाइछि से युव सुलभ कथबार्ता रु मु किछि आनंद बा खुशी पाई पारंती जाद्वारा कि मो श्रम मो दुख निश्चय लाघव हो पारंता से चाहूँ मत जाना था मुझे उड़ी जाती से समाज को जो मनुष्य रहती जो बंधुता अच्छी जो भल पाइबा संपर्क अच्छी जोटि मु ज्ञान लाभ करती नूतन शिक्षा लाभ करती युव सुलभ कथा शुणिकी टे खुशी होती एवं निज ज्ञान आहरण कर पारती ए विंड दैट हैव मेड मी योर स्पोर्ट हे विंड तुम्हें मत तुम खेलना क्रीड़नक सजई देच हे पवन हे पश्चिम पवन हे पवन तुम्हें मत तुमर क्रीड़नक सजई देच कन्वे टू दिस डिजोलेट शोर प्लीज टिके जना टू दिस डिजोलेट शोर डिजोलेटेड मीन्स आइसोलेटेड निर्जनता शोर माने कूल जगह बा स्थान हे पवन तुम्हें मते मेड मी योर स्पोर्ट खेल बनी दे सारी चली कही पारिबा प्लीज ये निर्जन परिवेश निर्जन कूल को किछि जनाओ कन्वे किछि आण टू दिस डिजोलेट शोर कौन आनिबो सम कॉरियल एंडरिंग रिपोर्ट सम कॉरियल सौहार्दपूर्ण प्रिय कथबार्ता कॉरियल माने सौहार्दपूर्ण हो पारिबो एंडरिंग माने प्रिय अर्थात रिपोर्ट माने कथा से कौन कहले हे प्रिय पवन प्लीज तमें ये डिजोलेट शोर को यही निर्जन परिवेश को निर्जन स्थान को निर्जन जगह को किछि आण कौन आण ना किछि सौहार्दपूर्ण कॉरियल एंडरिंग रिपोर्ट कॉरियल एंडरिंग माने सौहार्दपूर्ण खुशी बा आनंददायक कथबार्ता रिपोर्ट कथबार्ता नहीं से कौन कहते हे पवन प्लीज तुम्हें यही डिजोलेट शोर को से जो रोचे डिजोलेट शोर ये निर्जन परिवेश को निर्जन कूल को प्लीज किछि सौहार्दपूर्ण आनंददायक खुशीदायक कथा आनिक मते जनाओ ऑफ ए लैंड आई शैल विजिट नो मोर से जगार जहाँ केबे मु देखी नाही कि जाई नहीं बा जाई परिबी नाही ऑफ ए लैंड एभल एक जगार एभल एक स्थानर आई शैल विजिट नो मोर जहाँ कि केबे मध्य मु जाई परिबी नाही बा जाई नाही प्लीज मते एभल एक जगार किछि कॉरियल एंडरिंग नोट अर्थात कि सौहार्दपूर्ण कथबार्ता आनंद खुशीदायक कथबार्ता प्लीज मते आसी टिके जनाओ मुझे खुशी हेबी कारण मु जो डिजोलेट परिवेश भितर रोचे डिजोलेट शोर रोचे से ठीक केवल निर्जनता 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 जुआड़े चाहिए जंगल पशुपक्षी बेताल कहीं किसी नहांती जो पशुपक्षी मत टे डिफरेन्स भावु ना मो बर्तमान खातिर टे भी ना एभली एक परिवेश रही प्लीज हे पवन तुम्हें किसी काम कर ये डिजोलेट शोर को ये निर्जन परिवेश को तुम्हें किसी आनंद खुशीदायक सौहार्दपूर्ण आनंददायक खुशी कथा नहीं आस जो से जगार जो जगह मुझे देखी ना ऑफ ए लैंड आई शैल नेवर विजिट
क्या विषय से स्पेशल कहते पुणी माय फ्रेंड्स डू दे नाउ मो बंधु मान विषय से जगह जो जगह मुझे जाए ना से मोर के बंधु अच्छा कि माय फ्रेंड्स डू दे नाउ से एंड देन सेंड ए विश और ए थॉट आफ्टर मी यदि अच्छा प्लीज से पठाओ एंड नाउ देन सेंड ए विश और ए थॉट आफ्टर मी प्लीज किसी कथा पठाओ से किसी कथा पठे दियो मो विषय जनाओ से सेंड पठाओ आफ्टर मी मो पछरे ही पारे नहीं देन नाउ एंड देन सेंड ए विश मत किसी खुशी कथा जनाओ और पठाओ किसी करियर नोट से पाखर किसी करियर नोट मो पाक नहीं आस माय फ्रेंड्स डू दे नाउ एंड देन सेंड ए विश ए थॉट आफ्टर मी ओ टेल मी आई येट हाव ए फ्रेंड प्लीज मत एतिकी भी कह मोर जड़े बंधु आउ कहीं अच्छा कि एबे भी मोर कहीं बंधु से भली एक लैंड रे अच्छा कि जो मुझे जाई नहीं मोर एमती कहीं बंधु अच्छा कि ओ टेल मी आई येट तथापि हाव ए फ्रेंड मोर कहीं बंधु अच्छा कि दो ए फ्रेंड आई एम नेवर टू सी दो ए फ्रेंड आई एम नेवर टू सी जहाँकि मुझे देखी ना मोर एमती कहीं बंधु अच्छा कि जहाँ को मुझे भी देखी ना प्लीज जब अच्छा किसी विश दियो से करियर नोट नहीं कि आस ये रेंडरिंग शोल को ये रिजोलेट परिवेश को ये शोर को किसी करियर रेंडरिंग नोट नहीं कि आस खुशी कथाटा नहीं कि आस मुझे खुशी हेबी एभली एक लैंड को से लैंड को जहाँ केबे मुझे जाई ना लैंड आई शैल नेवर विजिट ए विश आर थॉट आफ्टर मी ए फ्रेंड डू दे नाउ एंड देन सेंड ए विश आर ए थॉट आफ्टर मी मो पाई से माने किछि बार्ता पठे कि विश करिसंती कि एमिति किछि मोर सांग अछंती कि मोर एमिति कई सांग अछंती जो माने मो पाई किछि विश करिसंती कि बा किछि कथाटा किछि भावना मो पाई पठे कि ओ टेल मी आई येट हाव ए फ्रेंड मोर एभली कि सांग अछंती कि एबे दो ए फ्रेंड आई एम नेवर टू सी जहाँकि केबे मु से को देखी ना हाउ फ्लीट इज ए ग्लांस ऑफ द माइंड सतरे मनर बेग ग्लांस ऑफ माइंड मनुष्यर मनर बेगटा फ्लीट केते क्षणस्थायी केते तीक्ष्ण केते सूक्ष्म टाइम रे पॉसिबल हो पारे एटा केते क्षणस्थायी हो पारे हाउ फ्लीट इज ए ग्लांस ऑफ माइंड मनर आखिर बेग जो कहूँ आम पिले अनेक समय सबुठु मनर बेगठू बड़ बोली कह जाए मनर बेग द फ्लीट इज ए ग्लांस ऑफ हाउ फ्लीट इज ए ग्लांस ऑफ माइंड मनर बेगटा मनर आखिर बेगटा सबुठार अधिक बोली कह जाए जहाँकि कंपेयर्ड विथ द स्पीड ऑफ द फ्लाइट उड़ीबार गतिर बेग ठारू मध्य मनर बेगर गतिटा बहुत अधिक बोली विश्वास कर हाउ फ्लीट इज ए ग्लांस ऑफ माइंड गोटे मनर गतिर बेग हाउ फ्लीट एते सूक्ष्म आ तीक्ष्ण एते बेग जहाँकि कौन सी फ्लाइट स्पीड ठारू मध्य बहुत अधिक बोली कह जाए जब कंपेयर करा जाए मनर बेग आ मनर बेग एवं अन फ्लाइट बेग सहित कंपेयर करा जाई परिबो ताहले मनर बेग ता ठारू कोटी कोटी गुण रे बेग हो पार कारण आम हे तो दिल्ली कि बम्बई कि क्या बड़ सहर को बुलवाक जाइचे ये रहीकि हठात जदि आम खाली भावी दौचे सेठी उपभोग करता कि स्मरणीय मुहूर्त आम सामने को पलि आसे एते बेगरे सेठी किए जापर से परिवेश को किए जापर तार मनर बेग ठारू कौन सी फ्लाइट रे बेग केबे एका हो पार ना कंपेयर टू द स्पीड ऑफ इट्स फ्लाइट आर बेग ठारू आहुरी स्पीडी बोली कह जाइए हाउ फ्लीट इज ए ग्लांस ऑफ माइंड कंपेयर्ड विथ द स्पीड ऑफ इट्स फ्लाइट उड़ीबार बेग ठारू आहुरी अति बेगरे मनर गतिर बेग हो पार अर्थात मनर गति मनर आखिरे जेते जिनस जेते बेगरे जाई हबो मनर बेग बहुत अधिक जहाँकि कौन सी फ्लाइट कंपेयर करा जाई परिबो नाही हाउ फ्लाइट इज ए ग्लांस ऑफ द माइंड compared with the speed of its flight
ଗ୍ଲାନ୍ସ ଅଫ୍ ମାଇଣ୍ଡର ଫ୍ଲାଇଟ୍ ବେଗ ଠାରୁ ଗ୍ଲାନ୍ସ ଫ୍ଲିଟ୍ ଆହୁରି ଅଧିକ ଅତି ବେଗ ବୋଲି ସେ କମ୍ପେୟାର କରିବାକୁ ଚାହୁଁଛନ୍ତି। ସେ କହିବା ଅର୍ଥ ମନର ବେଗ ଅତି ଅଧିକ ଅତି ବେଗରେ ଯାଇପାରେ ଅନ୍ୟ କୌଣସି ସହ କମ୍ପେୟାର କରାଯାଇଛନ୍ତି। ତ ଦ ଟମ୍ପେଷ୍ଟ ଇଟ୍ ସେଲ୍ଫ ଲାଗ୍ସ ବିହାଇଣ୍ଡ, ଖାଲି ସେତିକି ନୁହଁ, ଦି ଟମ୍ପେଷ୍ଟ ମଧ୍ୟ ଏତେ ବେଗରେ ଯାଇପାରିବ ନାହିଁ। କମ୍ପେୟାର ଟୁ ଦ ସ୍ପିଡ୍ ଅଫ୍ ଇଟ୍ସ ଫ୍ଲାଇଟ୍, ଦ ଟମ୍ପେଷ୍ଟ ଇଟ୍ ସେଲ୍ଫ ଲାଗ୍ସ ବିହାଇଣ୍ଡ ପଛରେ ପଡ଼ିଯାଏ। ଗୋଟେ ଟମ୍ପେଷ୍ଟ ବା ଝଡ଼ର ବେଗ ମଧ୍ୟ ଏତେ ବେଗରେ ଆଗକୁ ବଢ଼ିପାରିବ ନାହିଁ ଯାହା ମନର ଗତିର ବେଗ ଆଗକୁ ବଢ଼ିପାରେ। ଗୋଟେ ମନର ବେଗ ମାଇଣ୍ଡ ସାଇଡ଼ରେ ଦେଖୁଥିବା ଜିନିଷକୁ ଆମେ ଏତେ ବେଗରେ ଦେଖିପାରିବା ନାହିଁ ଯାହାକି ମନ ହଠାତ୍ ଗୋଟେ ଜାଗା ଯାଇ ପହଞ୍ଚାଇ ପାରିବ। ଆମ ମାଇଣ୍ଡ, ଦ ଫ୍ଲିଟ୍ ଅଫ୍ ଆୱାର ମାଇଣ୍ଡ, ଯେକୌଣସି ଜାଗାରେ ଯେକୌଣସି ପରିବେଶରେ ଭାବନାର ପ୍ରତି ମୁହୂର୍ତ୍ତରେ ବା ଭାବିବା ସମୟରେ ମଧ୍ୟ ଆମେ ସେ ଜାଗା ଦେଇ ପହଞ୍ଚାଇ ପାରୁଛେ। କିନ୍ତୁ ଗୋଟେ ଟମ୍ପେଷ୍ଟର ବେଗ ଏତେ ବେଗ କେବେ ବି ହେଇପାରିବ ନାହିଁ। ମୁଁ କହୁଥିଲି, ଜଷ୍ଟ ଉଦାହରଣ ଦେଉଥିଲି, ଆମେ ଯେମିତି ନୂଆ ଜାଗା ନୂଆ ପରିବେଶ ଦେଖିଛେ, ବାସ୍ ସେଠି ଯାଇକି ଖାଲି ଭାବିଦେଲେ ସେ କଥା ବିଷୟରେ ଆମକୁ ଅନୁଭବ ହୁଏ ସତେ ଯେମିତି ଆମେ ଯାଇ ସେ ଜାଗାରେ ପହଞ୍ଚାଇ ପାରିଛେ। କିନ୍ତୁ ଏଇଟା କେବେ ବି ସମ୍ଭବ ହେଇପାରିବ ନାହିଁ। ଗୋଟେ ଟମ୍ପେଷ୍ଟ କେବେ ହେଲେ ଏତେ ବେଗରେ ସେଠିକି ଯାଇପାରିବ ନାହିଁ। ଆଣ୍ଡ ଦ ସୁଇଫ୍ଟ ୱିଙ୍ଗଡ ଆରୋଜ୍ ଅଫ୍ ଦ ଲାଇଟ୍, ଆଲୋକର ସୂକ୍ଷ୍ମ ୱିଙ୍ଗଡ ଲାଇଟ୍ ମଧ୍ୟ, ଆରୋଜ୍ ଅଫ୍ ଲାଇଟ୍, ଆଲୋକର ସୂକ୍ଷ୍ମ ୱିଙ୍ଗ ଗୁଡ଼ାକ ମଧ୍ୟ ଏତେ ବେଗରେ ଉଡ଼ିପାରିବେ ନାହିଁ ବୋଲି ସେ କମ୍ପେୟାର କରୁଛନ୍ତି। ସୁଇଫ୍ଟ ୱିଙ୍ଗଡ ଆରୋଜ୍ ଅଫ୍ ଲାଇଟ୍, ଆଲୋକର ସୂକ୍ଷ୍ମ ଡେଣା ବା ପର ଗୁଡ଼ିକ ମଧ୍ୟ ଏତେ ବେଗରେ ଉଡ଼ିକି ଯାଇପାରିବ ନାହିଁ। When I think of my own native land, ଯେତେବେଳେ ମୋ ନିଜ ଲ୍ୟାଣ୍ଡ ନେଟିଭ୍ ଲ୍ୟାଣ୍ଡ ଭାବିବାକୁ ଆରମ୍ଭ କରେ, in a moment I seem to be there. Yes, ମୁଁ ଯେତେବେଳେ ଭାବିଦିଏ ନା, ପରବର୍ତ୍ତୀ ମୁହୂର୍ତ୍ତରେ ମୁଁ ଅନୁଭବ କରେ ସତେ ଯେମିତି ମୁଁ ଯାଇକି ମୋ ଜାଗାରେ ପହଞ୍ଚାଇ ପାରିଛି। When I think of my own native land, in a moment I seem to be there. ଗୋଟିଏ ମୋମେଣ୍ଟରେ ମୁଁ କହୁଥିଲି ଯେ ମନର ବେଗ ଠାରୁ କୌଣସି ଫ୍ଲାଇଟ୍ର ବେଗ କେବେ ହେଲେ କମ୍ପେୟାର କରାଯାଇପାରିବ ନାହିଁ। ମନର ବେଗ ସବୁଠାରୁ ଦ୍ରୁତ ହେଇପାରିବ। ଟେମ୍ପରେଚର ବେଗ ମଧ୍ୟ ଏତେ କେବେ ଅଧିକ ହେଇପାରିବ ନାହିଁ। ସେ ନିଜେ ଆଡ଼ମିଟ୍ କରି ଖାଲି ଭାବିଦିଏ, ମୁଁ ତ ମୋ ନେଟିଭ୍ ଲ୍ୟାଣ୍ଡରେ ଟିକେ ଭାବିଦିଏ ନା, ପରବର୍ତ୍ତୀ ମୁହୂର୍ତ୍ତରେ ମୁଁ ଅନୁଭବ କରେ ଯେ ମୁଁ ଯାଇକି ସେ ଜାଗାରେ ପହଞ୍ଚି ସାରିଛି। But alas, recollection at hand soon hurries me back to despair. But alas, କିନ୍ତୁ ହେ ଭଗବାନ, ହାୟ, ରିକଲେକ୍ସନ୍ ଆଟ୍ ହ୍ୟାଣ୍ଡ, ହଠାତ୍ ମୋର କିଛି ସ୍ମୃତି ମନେ ପଡ଼ିଯାଏ। ଅର୍ଥାତ୍ ଯେଉଁ ବର୍ତ୍ତମାନ ସ୍ଥିତିରେ ମୁଁ ଅଛି ତାର ସ୍ମୃତି ମୋର ସବୁ ମନେ ପଡ଼ିଯାଏ। ରିକଲେକ୍ସନ୍ ଆଟ୍ ହ୍ୟାଣ୍ଡ ଅର୍ଥାତ୍ ମୋ ହାତରେ ଯାହା ଅଛି, କହିବା ଅର୍ଥ ସେ ଯେଉଁ ପ୍ରେଜେଣ୍ଟ ପରିସ୍ଥିତିରେ ସିଚୁଏସନ୍ରେ ଅଛନ୍ତି, ଯେଉଁ ଡିଜେଲେଟ୍ ପ୍ଲେସ୍ରେ ଅଛନ୍ତି, ତାଙ୍କର ସେ ସବୁ କଥା ଗୁଡ଼ାକ ମନେ ପଡ଼ିଯାଏ। ବଟ୍ ଆଲାସ୍, ରିକଲେକ୍ସନ୍ ଆଟ୍ ହ୍ୟାଣ୍ଡ ସୁନ୍ ହରିଜ୍ ମି ବ୍ୟାକ୍ ଟୁ ଡେସ୍ପେୟାର, ପୁଣି ଥରେ ମୋତେ ଦୁଃଖକୁ ଫେରାଇ ଆଣେ। ମୁଁ ତ କିଛି ସମୟ ଭାବିଦେଲା ପରେ ମୋତେ ଏମିତି ଲାଗେ ସତେ ଯେମିତି ମୁଁ ମୋ ନେଟିଭ୍ ଲ୍ୟାଣ୍ଡରେ ଯାଇ ପହଞ୍ଚି ଯାଇଛି। କିନ୍ତୁ ହଠାତ୍ ମନେ ପଡ଼ିଯାଏ, ମୋର ସ୍ମୃତି କଥା ସାମ୍ନାକୁ ପଳେଇ ଆସେ ଯେ ମୁଁ କେଉଁ ପରିବେଶରେ ବର୍ତ୍ତମାନ ଅଛି। ଅର୍ଥାତ୍ ମୋର ଏଇ ବର୍ତ୍ତମାନ ଅବସ୍ଥା କଥା ମନେ ପଡ଼ିଯାଏ ଯେ ମୁଁ କେଉଁ ଜାଗାରେ ଏବେ ଅଛି, ଯେ ସେଇ କଥା ମନେ ପଡ଼ିଯାଏ। ମୋତେ ପୁଣି ଥରେ ଆଉ ଥରେ ହରିଜ୍ ମି ବ୍ୟାକ୍ ଟୁ ଡେସ୍ପେୟାର, ଡେସ୍ପେୟାର ଦୁଃଖକୁ, ମୋତେ ଆଉ ଥରେ ଦୁଃଖକୁ ଫେରି ଆସିବାକୁ ବାଧ୍ୟ ହେବାକୁ ପଡ଼େ। ଅର୍ଥାତ୍ ମୁଁ ବାଧ୍ୟ ହୋଇ ପୁଣି ଆଉ ଥରେ ସେ ଦୁଃଖକୁ ଫେରି ଆସେ। But the she fowl is gone to her nest. she fowl ଗୋଟେ ସି ବାର୍ଡ଼, ଗୋଟେ ବଡ଼ ବାର୍ଡ଼ଟିଏ, ସି ଫାଉଲ୍ ଗୋଟେ ବଡ଼ ବାର୍ଡ଼ଟେ, ସିଏ ବି ତା ନେଷ୍ଟକୁ ତା ବସାକୁ ଚାଲିଗଲାଣି। ଦ ବିଷ୍ଟ ଇଜ୍ ଲେଡ୍ ଡାଉନ୍ ଇନ୍ ଦ ଲେୟାର, ବିଷ୍ଟ ଗୁଡ଼ାକ, ପଶୁ ଗୁଡ଼ାକ ଲେଡ୍ ଡାଉନ୍, ଲୁଚିଗଣି ବା ରହିଗଣି ବା ଶୋଇଗଣି ଇନ୍ ହିଜ୍ ଲେୟାର, ମାନେ ଡେନ୍, ଗୁମ୍ଫା କହିପାରିବା, ଗାତ କରିକି ରହିଥିବା ଜାଗା ଯେଉଁ ପଶୁମାନେ ରହନ୍ତି ସେଇଭଳି ଜାଗାକୁ କହିପାରିବା। ପଶୁମାନେ ମଧ୍ୟ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ବା ସେମାନଙ୍କର ଡେନ୍ ଭିତରେ ପଶିଗଲେଣି। ଇଭେନ୍ ହିୟର୍ ଇଜ୍ ଏ ସିଜନ୍ ଟୁ ରେଷ୍ଟ, ଏଠି ମଧ୍ୟ ସେ ସମୟ ଆସିଯାଇଛି, ରେଷ୍ଟ ନେବା ସମୟ ଆସିଗଲାଣି, ମୋତେ ମଧ୍ୟ ରେଷ୍ଟ ନେବାକୁ ପଡ଼ିବ। ଆଣ୍ଡ ଆଇ ଟୁ ମାଇ କ୍ୟାବିନ୍ ରିପେୟାର, ମୋତେ ମଧ୍ୟ ମୋ କ୍ୟାବିନ୍ କୁଡ଼ିଆ ବା କୁଟୀର ରିପେୟାର କରିକି ରହିବା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। କାରଣ ବର୍ତ୍ତମାନ ସମୟ ଆସିଯାଇଛି, ସିଫାଲ୍ ମାନେ ପଳାଇଗଲେଣି, ପଶୁମାନେ ମଧ୍ୟ ତାଙ୍କ ଡେନ୍କୁ ଚାଲିଗଲେଣି, ସମୟ ଆସିଗଲାଣି, ମୋତେ ମଧ୍ୟ ରେଷ୍ଟ ନେବାକୁ ପଡ଼ିବ। ସିଜନ୍ ସମୟ ଆସିଯାଇଛି, ମୋତେ ମଧ୍ୟ କ୍ୟାବିନ୍ ବା କୁଡ଼ିଆକୁ ରିପେୟାର କରିବାକୁ ପଡ଼ିବ। ଦ୍ୟାର୍ ଇଜ୍ ମର୍ସି ଇନ୍ ଏଭ୍ରି ପ୍ଲେସ୍, ସବୁ ଜାଗାରେ ମର୍ସି ଅଛି, ଆନନ୍ଦ ଅଛି, ଖୁସି ଅଛି, ଦୟା, କ୍ୱାଲିଟି ଅଫ୍ ମର୍ସି, ଦୟା ଭାବ ଅଛି, ଅହୈତୁକ ଭାବେ ଗ୍ରେସ୍ ଭାବ ଅଛି। ଆଣ୍ଡ ମର୍ସି ଏନକରେଜିଂ ଥଟ୍, ଏଇ ମର୍ସି ହିଁ, ଏ ଦୟା ଭାବ ହିଁ ଏନକରେଜିଂ ଦ ଥଟ୍, ଆପଣଙ୍କର ଭାବନାକୁ ଉତ୍ସାହିତ କରିପାରେ। ଏ ଆନନ୍ଦ, ଏ ଖୁସି, ଏ ଦୟା ଭାବ
ସବୁ ଜାଗାରେ ଅଛି, ଯାହାକି ମଣିଷର ଭାବନାକୁ ମଧ୍ୟ ଉତ୍ସାହିତ କରିପାରେ। गिव्स इवन एप्लिकेशन टू ग्रेस ଦେଇଥାଏ ମଧ୍ୟ। କିଏ ଏଇ ଗିଫ୍ଟ କିଏ ଦେଇଥାଏ? ସବଜେକ୍ଟ କିଏ? ତ ମର୍ସି। ତ ମର୍ସି गिव्स इवन एप्लिकेशन ए ग्रेस। एप्लिकेशन माने दुख, ଯନ୍ତ୍ରଣା। ଗ୍ରେସ୍ କିଛି ଅନୁଗ୍ରହ କରିଥାଏ। ସେ କ'ଣ କହୁଛନ୍ତି ଯେ ମର୍ସି ଆଫ୍ଲିକ୍ସନକୁ ମଧ୍ୟ ଗ୍ରେସ୍ ଦେଇପାରେ, ଅର୍ଥାତ୍ ଦୁଃଖକୁ ମଧ୍ୟ ସୁଖରେ ପରିଣତ କରିପାରେ, ଅନୁଗ୍ରହ କରିପାରେ, ଅର୍ଥାତ୍ ଦୁଃଖକୁ ସେ ସୁଖକୁ ଟ୍ରାନ୍ସଫର କରିଦେଇପାରେ। ଖାଲି ସେତିକି ନୁହେଁ, and reconciles man to his lot, and reconciles man, reconcile କେଟା ସମାନ ରକ୍ଷା କରିବା, man to his lot, lot ହେଉଛି ଭାଗ୍ୟ, to his lot, to his fate, ଭାଗ୍ୟ। ଖାଲି ସେତିକି ନୁହେଁ, ତାହେଲେ ମର୍ସି କ'ଣ କରିପାରେ? ମର୍ସି ସବୁ ଜାଗାରେ ଅଛି। ମର୍ସି କ'ଣ କରେ? ଭାବନାକୁ ଉତ୍ସାହିତ କରିପାରେ, ଆପ୍ଲିକେସନକୁ ଗ୍ରେସ୍ରେ ପରିଣତ କରିଦେଇପାରେ। ଆପ୍ଲିକେସନ ମାନେ କ'ଣ କହିଥିଲି? ଦୁଃଖ ବା ଯନ୍ତ୍ରଣା ହେଇପାରେ, ତାକୁ ଗ୍ରେସ୍କୁ କ'ଣ କରିପାରେ? ତାକୁ ଅନୁଗ୍ରହ କରିପାରେ, ଅର୍ଥାତ୍ ତାକୁ ସୁଖରେ ପରିଣତ କରିଦେଇପାରେ। ଏବଂ ମଣିଷକୁ କ'ଣ କରେ? ରିକଲେକ୍ସନ୍ସ ମ୍ୟାନ୍ ଟୁ ହିଜ୍ ଲଟ୍। ମର୍ସି ମଣିଷ ସହିତ କ'ଣ କରେ ନା ଆଣ୍ଡ ରିକନସିଲ୍ସ ମ୍ୟାନ୍ ଟୁ ହିଜ୍ ଲଟ୍। ତା ଲଟ୍ ସହିତ, ତା ଫେଟ୍ ସହିତ, ତା ଭାଗ୍ୟ ସହିତ ତାକୁ କ'ଣ କରେ? ସମାନ ରକ୍ଷା କରି ବଞ୍ଚିବାକୁ ସାହାଯ୍ୟ କରେ। ମର୍ସି ସେଇଭଳି। ଡିୟର୍ ଷ୍ଟୁଡେଣ୍ଟସ୍, ପୋଏମ୍ଟା ଆମେ ସରିଯାଇଛି। ଯେଉଁମାନେ କିଛି ବି ଡାଉଟ୍ ଅଛି ତୁମେ କମେଣ୍ଟ ବକ୍ସ ମାଧ୍ୟମରେ ନିହାତି ପଚାରିପାରିବ। ପୁଣି ରିମାଇଣ୍ଡ କରୁଛି, ଯେଉଁମାନେ ଏବେ ସୁଦ୍ଧା ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତି, ପ୍ଲିଜ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍ ଆଜ୍ ସୁନ୍ ଆଜ୍ ପସିବଲ୍। ବେଲ୍ ଆଇକନ୍କୁ ମଧ୍ୟ ନିହାତି କ୍ଲିକ୍ କରନ୍ତୁ, ଯେମିତିକି ପଢ଼ୁଥିବା ସବୁ 9th କ୍ଲାସ୍ର ସମସ୍ତ ଭିଡ଼ିଓକୁ ତୁମେ ସହଜରେ ଗ୍ରାମାର ହେଉ, ଲିଟରେଚର୍ ପ୍ରୋଜ୍ ହେଉ, ପୋଏଟ୍ରି ହେଉ, ଷ୍ଟୋରିର ହେଉ, ଯାହା ସବୁ ଇମ୍ପୋର୍ଟାଣ୍ଟ ଭିଡ଼ିଓ ସବୁ ନିଶ୍ଚୟ ଯିବ, ତୁମମାନେ ସହଜରେ ପାଇପାରିବ। ମୋର ବିଶ୍ୱାସ, ଯଦି କିଛି ବି ଡାଉଟ୍ ହୁଏ ତୁମେ ନିଶ୍ଚୟ ପଚାରିବାକୁ ଚେଷ୍ଟା କର। ଥ୍ୟାଙ୍କ ୟୁ ଡିୟର୍ ଷ୍ଟୁଡେଣ୍ଟସ୍।